ତିର୍ତ୍ତୋଲପୁର ଗ୍ରାମରେ ବଜ୍ରପାତରେ ମୃତ୍ୟୁବରଣ କରିଥିବା ମୋହନ ପରିବାରକୁ ଛୋଟ ଏକ ପ୍ରୟାସ ପରିବାର ତରଫରୁ ସାହାଯ୍ୟ। ଦୁଃଖ ଏମିତି ବି ଆସେ, ସାଥିରେ ନେଇକି ଆସେ। ଏପରି ଏକ ଅଘଟଣ ଘଟିଛି ହିନ୍ଦୋଳ ବ୍ଲକ ଅନ୍ତର୍ଗତ ତିର୍ତ୍ତୋଲପୁର ଗ୍ରାମରେ। ଗ୍ରାମର ମୋହନ ବେହେରା ନାମକ ଜଣେ ଦିନ ମଜୁରିଆ। ମୁଣ୍ଡ ଝାଳ ତୁଣ୍ଡରେ ମାରି ଘର ଚଳନ୍ତି ମୋହନ ବେହେରା। ଘର ସ୍ତ୍ରୀଙ୍କ ସହ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ବୃଦ୍ଧ ବାପା ମାଙ୍କ ମଧ୍ୟ ପୁଅ ମୋହନଙ୍କ ଉପରେ ନିର୍ଭର କରନ୍ତି। ମୋହନ କାଠ ହାଣିବା ପାଇଁ ଯାଇଥିଲେ ଏବଂ ସେହି ସମୟରେ ହଠାତ୍ ବଜ୍ରପାତରେ ମୋହନଙ୍କର ଦେହାନ୍ତ ହୋଇଥିଲା। ଏବେ ଘରର ମେରୁଦଣ୍ଡ ଭାଙ୍ଗିଲା ପରି ମୋହନଙ୍କ ମୃତ୍ୟୁ ପରେ ପରିବାର ଲୋକ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଖବର ପାଇ ଛୋଟ ଏକ ପ୍ରୟାସ ପରିବାର ପହଞ୍ଚିଥିଲା ଦୁଃଖ ସମୟରେ ଟିକେ ପାଖରେ ଛିଡ଼ା ହେବା ପାଇଁ। ପରିବାର ତରଫରୁ କିଛି ଆର୍ଥିକ ସହାୟତା ସହ କିଛି ଶୁଖିଲା ଖାଦ୍ୟ ଯୋଗାଇ ଦେଇଥିଲା। ଛୋଟ ଏକ ପ୍ରୟାସ ପରିବାର ଏପରି କାର୍ଯ୍ୟକୁ ଗ୍ରାମବାସୀମାନେ ଧନ୍ୟବାଦ ଜଣାଇଛନ୍ତି। ହିନ୍ଦୋଳରୁ ଗଙ୍ଗାଧର ସାହୁଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି।